आपण ମାନେ କେମିତି ଘରେ ଅତି ସହଜରେ ରସୁଣକୁ ଛଡ଼େଇ ପାରିବେ ସେଇଟା ପୁଣି ବିନା ପେନଫୁଲରେ। ତ ସାର ଗୋଟେ ସୁନ୍ଦର ଭିଡ଼ିଓ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତ ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲ ଥିବେ। ଚାଲନ୍ତୁ ମୁଁ ଆଜି ଆପଣମାନଙ୍କ ପାଇଁ ନୂଆ ନୂଆ ଟିପ୍ସ ଆଣିଛି, ଯେଉଁଟାକି ଆପଣମାନଙ୍କ ଡେଲି ଲାଇଫ୍ରେ ନିହାତି ଭାବରେ ୟୁଜଫୁଲ୍ ରହିବ ଆଉ ଆପଣମାନେ ଫ୍ରେଣ୍ଡସ୍ମାନଙ୍କ ସହିତ ନିହାତି ଭାବରେ ଏହାକୁ ସେୟାର କରିବେ। ତ ଫାର୍ଷ୍ଟ ଟିପ୍ସ ହେଉଛି ମୋର କିଛି ମିନି ଷ୍ଟ୍ରେଟନରକୁ ନେଇକିରି। ତ ଷ୍ଟ୍ରେଟନରର ମାନେ ମୁହଁଟା ସବୁବେଳେ ଏମିତି ଓପନ୍ ହେଇକିରି ରହିଥାଏ। ତ ଏମିତି ଯଦି ଓପନ୍ ହେଇକି ରହିବ ନା, ତା ଦେହରେ ବହୁତ ଡଷ୍ଟ ଲାଗିଥାଏ। ଆଉ ଡଷ୍ଟ ଲାଗିଲା ମାନେ ଆପଣମାନେ ଜାଣିଛନ୍ତି ଇଲେକ୍ଟ୍ରିକ୍ ଜିନିଷ, ତ ଇଏ ବହୁତ ଖରାପ ହେଇଯାଇଥାଏ। ତାକୁ ଆମେ ଯେହେତୁ ହେୟାରରେ ୟାକୁ ୟୁଜ୍ କରିଥାଉ, ତ ଯଦି ସେ ଡଷ୍ଟ ରହିବ ତାହେଲେ ତାକୁ ୟୁଜ୍ କରିବା ପାଇଁକା ଭଲ ମଧ୍ୟ ଲାଗିନଥାଏ। ତ ତା ୱେୟାରକୁ ଆମେ କେମିତି ପୁରା ମାନେ ଭଲସେ ରଖିବା, ଯାହାଫଳରେ କି ସେଇଟା ପୁରା ସେଫ୍ଲି ହେଇକିରି ରହିବ। ତ ଆପଣମାନେ ତା ତାରକୁ ଏମିତି ମୁଁ ଯେମିତି ଫୋଲ୍ଡ କରୁଛି ଆପଣମାନେ ସେମିତି କରିବେ। ଆପଣମାନଙ୍କୁ କିଛି ମାନେ ଜିନିଷ ସେଥିରେ ଲଗାଇବା ପାଇଁ ପଡ଼ିବନି, ସେହି ତାରରେ ହିଁ ଆପଣମାନେ ତାକୁ ସେଟ୍ କରିକିରି ରଖିପାରିବେ, ଯାହାଫଳରେ କି ତାର ମୁହଁଟା ପୁରା ଯେଉଁ ଓପନ୍ ହେଇକି ରହିଥିଲା ସେଇଟା ପୁରା କ୍ଲୋଜ୍ ହେଇକି ରହିବ। ଆଉ ଆପଣମାନଙ୍କ ବାହାରର ଡଷ୍ଟ ସେଥିରେ ଜମାରୁ ପଶିପାରିବନି। ଆଉ ଜିନିଷଟି ଆମର ପୁରା ସେଫ୍ଲି ପୁରା ରହିବ। ଦେଖନ୍ତୁ ମୁଁ ତାରଟାକୁ ଏମିତି ଫୋଲ୍ଡ କରିକି ସେଇ ତାରରେ ମୁଁ ତାକୁ ହ୍ୟାଙ୍ଗ୍ କରିକି ରଖିଲି। ତାପରେ ଦେଖନ୍ତୁ ପୁରା ଖସିବାର ନାହିଁ। ଆପଣମାନେ ଗୋଟେ ସେଫ୍ଟି ଜାଗାରେ ଏଇଟାକୁ ଆପଣମାନେ ରଖିପାରିବେ। ଯେହେତୁ ଏଇଟା ଗୋଟେ ଇଲେକ୍ଟ୍ରିକ୍ ଜିନିଷ, ତ ଆମେ ତାକୁ ଆପଣମାନଙ୍କର ଯେଉଁ ଜାଗା ଆପଣମାନେ ନିରାପଦ ଭାବୁଛନ୍ତି ସେ ଜାଗାକୁ ଆରାମସେ ରଖିପାରିବେ। ସେକେଣ୍ଡ ଟିପ୍ସ ହେଉଛି ମୋର କିଛି ଚଷମାକୁ ନେଇକି। ତ ଆମେ ଯେତେବେଳେ ବାହାରେ ଯାଇଥାଉ, ମାନେ ବାହାରକୁ ଯାଇଥାଉ, ତ ପ୍ରାୟ ଆମେ ଡଷ୍ଟରୁ ଆଭଏଡ଼୍ କରିବା ପାଇଁ ବା ଆଖିରେ ଆମର କୌଣସି ପୋକ ଫୋକ ନ ପଡ଼ିବା ପାଇଁ ଆମେ ଚଷମା ୟୁଜ୍ କରିଥାଉ, ସନଗ୍ଲାସ୍ ବି ୟୁଜ୍ କରିଥାଉ। ତ ଏହି ଚଷମାକୁ ଆମେ କେମିତି କ୍ଲିନ୍ କରିବା ତାର ଗୋଟେ ସୁନ୍ଦର ଉପଚାର ଆଣିଛି ମୁଁ। ଦେଖନ୍ତୁ ତା ଦେହରେ ଆମେ କିଛି ପାଉଡ଼ର ଦେବା। ଯେଉଁ ପାଉଡ଼ର ଆପଣମାନେ ଏକ୍ସପାୟାର ପାଉଡ଼ର ହେଲେ ବି ମଧ୍ୟ ଚଳିବ। ଅଳ୍ପ ପରିମାଣରେ ଆପଣମାନେ ପାଉଡ଼ର ଦେବେ। ଯଦି ଆପଣମାନଙ୍କର ଟିକେ ବେଶୀ ଚଷମା ଥିବ, 2-3ଟା ଚଷମା ଯଦି ଘରେ ଥିବ, ତାହେଲେ ଆପଣମାନେ ଆଉ ଟିକେ ଅଧିକ ପକାଇ ପାରିବେ। ତ ଚଷମାକୁ ପକାଇ ସାରିକି ତାପରେ କ'ଣ କରିବେ ନା, ତାକୁ ଗୋଟେ କଟନ୍ କପଡ଼ା ବା କଟନ୍ ରୁମାଲରେ ଆପଣମାନେ ଟିକେ ସଫା ହେଇଥିବା ଦରକାର। ଯେହେତୁ ଏଇଟା ଚଷମାଟା, ତ ଆମେ ମାନେ ଅପରିଷ୍କାର କପଡ଼ାରେ ତାକୁ ଆମେ କେବେ ବି ୟୁଜ୍ କରିବାନି। ତ ଆପଣମାନେ ଗୋଟେ ସଫା କପଡ଼ାରେ ତାକୁ ଦେଖନ୍ତୁ ମୁଁ ଯେମିତି ପୋଛୁଛି ଆପଣମାନେ ସେମିତି ପୋଛିବେ। ବିନା ପାଣିରେ ଆମେ ସଫା କରିବା, ପୁରା ନିଟ୍ ଆଣ୍ଡ କ୍ଲିନ୍ ରହିବ। ତ ଆପଣମାନେ ଯେତେବେଳେ ବାହାରକୁ ଯାଇଥାନ୍ତି, ତ ଡଷ୍ଟକୁ ଆଭଏଡ଼୍ କରିବା ପାଇଁକା ଆପଣମାନେ ତ ଚଷମା ଲଗାଇଥାନ୍ତି। ତ ତାକୁ ବି ମଧ୍ୟ ଆମକୁ ଯେତେବେଳେ ବାହାରୁ ଆମେ ଆସିଥାଉ, ତ ତା ଦେହରେ ତ ବହୁତ ଡଷ୍ଟ ଲାଗିଥାଏ। ତ ତାକୁ ଆମେ ବିନା ପାଣିରେ କେମିତି ସଫା କରିବା, ତା'ର ଗୋଟେ ସୁନ୍ଦର ସଲ୍ୟୁସନ୍ ମୁଁ ଆଣିଛି। ଏଇଟା ସମସ୍ତେ ଏଇଟା ଘରେ କରିବା ନିହାତି ଦରକାର। ଆଉ ବିନା ଜିରୋ କଷ୍ଟରେ ଏଇଟା ଆପଣମାନେ କରିପାରିବେ। ଆପଣମାନଙ୍କୁ କୌଣସି କ୍ଲିନର୍ ଆଣିବା ପାଇଁକା ପଡ଼ିବନି। ଆଉ ବିନା ପାଣିରେ ଏଇଟା ଆପଣମାନଙ୍କର ବହୁତ ଚକ୍ ଦେଖାଯିବ। ଆଉ ଆପଣମାନେ ଏଇଟାକୁ ଯେତେବେଳେ ବାହାରକୁ ଯାଉଛନ୍ତି, ଆସିଲା ମାନେ ତୁରନ୍ତ ଏଇଟାକୁ କରିବେ, ନହେଲେ ଡଷ୍ଟ ଲାଗିକିରି ଆମ ଚଷମା ପୁରା ନଷ୍ଟ ହେଇଯିବ। ତ ଯେହେତୁ ଆମେ ଏଇଟାକୁ ଆଖିରେ ପିନ୍ଧୁଛେ ନା, ସେଇଟା ପୁରା ସେଫ୍ଟି ରହିବା ନିହାତି ଦରକାର। ଦେଖନ୍ତୁ ମୁଁ ଆପଣମାନଙ୍କୁ ପୁରା ଦେଖାଉଛି। ପୁରା ଭଲକିରି ପୋଛି ସାରିଲା ପରେ ଆପଣମାନେ ଚଷମାଟା ପୁରା ଦେଖିପାରିବେ କି ଆମେ ବିନା ପାଣିରେ ମଧ୍ୟ ଆମେ ଚଷମାକୁ ପୁରା କ୍ଲିନ୍ କରିପାରିବା। ତ ଘରେ ତ ଆମର ପାଉଡ଼ର ଥାଏ, ତ ଏକ୍ସପାୟାର ପାଉଡ଼ରକୁ ତ ଆପଣମାନେ ବେକାର ଭାବେ କେବେ ବି ଫିଙ୍ଗିବେନି। ସେ ମଧ୍ୟ ଆମର ବହୁତ ସାରା କାମରେ ଆସିଥାଏ। ତ ଦେଖନ୍ତୁ ଚଷମାକୁ ମୁଁ ଆପଣମାନଙ୍କୁ ଦେଖାଉଛି। ପ୍ରଥମ ଚଷମାଟା କେମିତି ଥିଲା, ବର୍ତ୍ତମାନ ଚଷମାଟାର ମାନେ କେମିତି ଦେଖାଯାଉଛି ଆପଣମାନେ ନିଜେ ହିଁ ପାଖରୁ ଦେଖିପାରିବେ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଥିବେ, ପ୍ଲିଜ୍ ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ମିଳିବନି। ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବେ, ଯାହାଫଳରେ କି ମୋ ଭିଡ଼ିଓର ନୂଆ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ବହୁତ ଜଲ୍ଦି ପହଞ୍ଚିପାରିବ। ଲାଷ୍ଟ ଟିପ୍ସ ହେଉଛି ମୋର ରସୁଣକୁ ନେଇକିରି। ତ ରସୁଣ ଛଡ଼େଇବା ହେଉଛି ସବୁ ଗୃହିଣୀମାନଙ୍କର ସବୁଠୁ ବଡ଼ କଷ୍ଟ। କାରଣ ରସୁଣଟା ଆମେ ଯେତେବେଳେ ନନଭେଜ୍ ଆମ ଘରକୁ ଆସେ, ରସୁଣଟାର କ୍ୱାଣ୍ଟିଟିଟା ଟିକେ ଅଧିକ ପଡ଼ିଥାଏ। ତ ରସୁଣର ଚୋପାର ମୁଣ୍ଡଟା ଟିକେ ବହୁତ ହାର୍ଡ଼ ଥାଏ, ଯାହାକି ଆମକୁ ନଖରେ ଛଡ଼େଇଲେ ଆମକୁ ନଖ ବହୁତ ଦରଜ ହେଇଥାଏ। ଯଦି ହଁ 1-2ଟା କୋଲା ଯଦି ଆମେ ଛଡ଼େଇବାର ଥାଏ, ତ ଆମେ ଛଡ଼େଇ ଦେଇଥାଉ। କିନ୍ତୁ 8-10 କୋଲା ଯଦି ଆମର ଛଡ଼େଇବାକୁ ଥାଏ ନା, ଆମ ନଖ ବହୁତ ଦରଜ ହେଇଯାଇଥାଏ। କାରଣ ରସୁଣର ଉପର ଭାଗଟା ବହୁତ ଟାଣ ଥାଏ। ତ ଆପଣମାନଙ୍କୁ ତାଲା ସାହାଯ୍ୟରେ କେମିତି ଆପଣମାନେ ରସୁଣରୁ ଚୋପା ଛଡ଼େଇ ପାରିବେ, ତାହାର ଗୋଟେ ବଢ଼ିଆ ସୁନ୍ଦର ସହଜ ଉପାୟଟେ ମୁଁ ଆଣିଛି। ଏଇଟା ସବୁ ଗୃହିଣୀମାନେ କରିବା ନିହାତି ଦରକାର। ଦେଖନ୍ତୁ ଆପଣମାନେ ଗୋଟେ ଜରି ବା ଏମିତି ପ୍ୟାକେଟ୍ ବାଲା କୌଣସି ଜରିକି ଆପଣମାନେ ନେଇଯିବେ। ଆଉ ଜରିଟା ପୁରା ନିଟ୍ ଆଣ୍ଡ କ୍ଲିନ୍ ହେବା ଦରକାର, ଯେହେତୁ ଆମେ ଖାଦ୍ୟ ସେଥିରେ ବନେଇବା ନା, ସେଥିପାଇଁ ଆପଣମାନେ ସେ ଜରିରେ ଆରାମସେ ତାକୁ ଏମିତି ରଖିଦେବେ। ଆଉ ଆପଣମାନଙ୍କ ଘରେ ଯଦି ତାଲା ଅଛି, ସେ ତାଲାରେ ମଧ୍ୟ ଆପଣମାନେ ତାହାକୁ ମାନେ ଏମିତି ଛେଚିଲା ଟାଇପ୍ର କରିପାରିବେ। ଯେହେତୁ ତାଲାଟା ବହୁତ ଓଜନ ଥାଏ, ମାନେ ବେଶୀ ତ ଓଜନ ନୁହଁ, କିନ୍ତୁ ରସୁଣ ଛେଚିବା ପାଇଁ ସେଇଟା କାଫି ହେଇଥାଏ। ତ ଆପଣମାନେ ଏଇଟାକୁ ହାତରେ ଏମିତି କରିପାରିବେ। ତ ଆପଣମାନଙ୍କୁ ରସୁଣ ଛଡ଼େଇବା ପାଇଁକା ଆଉ କଷ୍ଟ କରିବା ପାଇଁକା ପଡ଼ିବ ନାହିଁ। ଦେଖିବେ ଏଇଟା ଛେଚି ସାରିଲା ପରେ କ'ଣ ହେବ ନା, ଚୋପା ଗୁଡ଼ା ସବୁ ଫାଟି ଯାଇଥିବ। ତ ଆମକୁ ନଖର ଆଉ କିଛି ପେନ୍ ହେବନି। ଆପଣମାନେ ଆରାମସେ ତା'ର ଚୋପାକୁ ଅଲଗା କରିପାରିବେ।
ତ ଏ ଲାଇନ୍ ନଥିଲେ ମଧ୍ୟ ଆପଣମାନେ ଏଇ ପ୍ରୋସେସ୍‌ରେ ରସୁଣରୁ ଚୋପାକୁ ଆରାମସେ କାଢ଼ିପାରିବେ। ଦେଖନ୍ତୁ ଆପଣମାନଙ୍କୁ ଜମାରୁ ବି କଷ୍ଟ ହେବନି। ମୁଁ ଯେମିତି ଦେଖାଉଛି ଆପଣମାନେ ଦେଖନ୍ତୁ ପୁରା ଆରାମସେ ଗୋଟେ ସେକେଣ୍ଡରେ ଆପଣମାନେ ଗୋଟେ ବୁଦା ରସୁଣର ଚୋପାକୁ କାଢ଼ିପାରିବେ। ତ ଏଇ ଟିପ୍ସଟି ସବୁ ଗୃହିଣୀମାନେ ନିହାତି ଭାବରେ କରନ୍ତୁ। ଏମର୍ଜେନ୍ସି ଟାଇମ୍‌ରେ ଏଇଟା ମଧ୍ୟ ବହୁତ କାମରେ ଆସିବ ଆଉ ଆପଣମାନଙ୍କୁ କଷ୍ଟ କରିବା ପାଇଁକା ହିଁ ପଡ଼ିବ ନାହିଁ। ତ ଆଶା କରୁଛି ଏସବୁ ଟିପ୍ସ ଆପଣମାନଙ୍କ ପାଇଁ ନିହାତି ଇମ୍ପୋର୍ଟାଣ୍ଟ ଥିବ ଆଉ ଆପଣମାନେ ବିନା ପଇସା ଖର୍ଚ୍ଚରେ ଏଇ ଟିପ୍ସ ଗୁଡ଼ାକ ଘରେ ମଧ୍ୟ ଆପ୍ଲାଏ କରିପାରିବେ। ଯଦି ଭଲ ଲାଗିବ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ଭୁଲିବେନି। ଆଉ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓଟିକି ଆପଣମାନେ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଶା କରୁଛି ଆପଣମାନଙ୍କୁ ଆଜିର ସବୁ ଟିପ୍ସ ନିହାତି ଭାବରେ ଭଲ ଲାଗିଥିବ। ରହୁଛି ଜୟ ଜଗନ୍ନାଥ।